ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କାର୍ଯ୍ୟ ଫର୍ଦ୍ଦ 1, ପାଠ ସଂଖ୍ୟା 10, ଗୁଣନୀୟକ ଓ ଗୁଣିତକ। ସଂଖ୍ୟାମାନଙ୍କୁ ମୌଳିକ, ଯୌଗିକ, ପରସ୍ପର ମୌଳିକ ଆଧାରରେ ବର୍ଗୀକରଣକୁ ଚିହ୍ନଟ କରିବା। ଗୁଣନୀୟକ ଓ ଗୁଣିତକ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା। 1 ନମ୍ବର, ଉଦାହରଣ ଦେଖି ଖାଲି ଘର ପୂରଣ କର। ଯେପରି 3ର 4 ଗୁଣ ସମାନ 3 ଗୁଣନ 4 ସମାନ 12। ସେମିତି ଆମେ ଲେଖିପାରିବା କ 5ର 3 ଗୁଣ 5 ଗୁଣନ 3 ସମାନ 15। ଖ 6ର 4 ଗୁଣ 6 ଗୁଣନ 4 ସମାନ 24। ଗ 7ର 8 ଗୁଣ 7 ଗୁଣନ 8 ସମାନ 56। ଘ 8ର 5 ଗୁଣ 8 ଗୁଣନ 5 ସମାନ 40। 9ର 8 ଗୁଣ 9 ଗୁଣନ 8 ସମାନ 72। 2 ନମ୍ବର, କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ଯୋଡ଼ିବା। କ ସ୍ତମ୍ଭ ଖ ସ୍ତମ୍ଭ 5 ଗୁଣନ 8 8 ଗୁଣନ 5। 6 ଗୁଣନ 9 9 ଗୁଣନ 6। 7 ଗୁଣନ 10 10 ଗୁଣନ 7। 8 ଗୁଣନ 12 12 ଗୁଣନ 8। 9 ଗୁଣନ 9 9 ଗୁଣନ 9। 3 ନମ୍ବର, ଗୁଣ ଫଳ ବାହାର କର। 9 ଗୁଣନ 8 72। 12 ଗୁଣନ 7 84। 32 ଗୁଣନ 8 256। 75 ଗୁଣନ 6 450। 4 ନମ୍ବର, ଉଦାହରଣ ଭଳି ଉତ୍ତର ଲେଖ। ଉଦାହରଣ, ଗୋଟିଏ ଗାଈର 4ଟି ଗୋଡ଼, ସେହିପରି 5ଟି ଗାଈର ସମୁଦାୟ କେତୋଟି ଗୋଡ଼? 5 ଗୁଣନ 4 ସମାନ 20ଟି ଗୋଡ଼। କ ଗୋଟିଏ ପିଲାକୁ 5ଟି ଚକୋଲେଟ୍ ଦିଆଗଲେ 8ଟି ପିଲାକୁ କେତୋଟି ଚକୋଲେଟ୍ ଦିଆଯିବ? 5 ଗୁଣନ 8 ସମାନ 40ଟି ଚକୋଲେଟ୍ ଦିଆଯିବ। ଖ ଗୋଟିଏ କଲମର ଦାମ 12 ଟଙ୍କା ହେଲେ ସେହିଭଳି 6ଟି କଲମର ଦାମ କେତେ ହେବ? 12 ଗୁଣନ 6 ସମାନ 72 ଟଙ୍କା ହେବ। ଗ ଗୋଟିଏ ବହିର ଦାମ 22 ଟଙ୍କା ହେଲେ ସେହିଭଳି 5ଟି ବହିର ଦାମ କେତେ? 22 ଗୁଣନ 5 ସମାନ 110 ଟଙ୍କା। ଘ ଗୋଟିଏ କଙ୍କଡ଼ାର 10ଟି ଗୋଡ଼ ହେଲେ 8ଟି କଙ୍କଡ଼ାର କେତୋଟି ଗୋଡ଼? 10 ଗୁଣନ 8 ସମାନ 80ଟି ଗୋଡ଼ ହେବ। ଗୋଟିଏ ଶାଢ଼ୀର ଦାମ 214 ଟଙ୍କା ହେଲେ ସେହିଭଳି 4ଟି ଶାଢ଼ୀର ଦାମ କେତେ? 214 ଗୁଣନ 4 ସମାନ 856 ଟଙ୍କା ହେବ। ଅର୍ଧ ଆକଳନ 1 ନମ୍ବର, କେଉଁ ସଂଖ୍ୟା ଦୁଇଟିକୁ ଗୁଣିଲେ ଗୁଣଫଳ 12 ହେବ ତା ଚାରିପଟେ ଗୋଲ ବୁଲାଅ। 1 ଗୁଣନ 12 6 ଗୁଣନ 2 3 ଗୁଣନ 4। 2 ନମ୍ବର, ଆସ ଗୁଣନୀୟକ ନିର୍ଣ୍ଣୟ କରିବା। 24
1 ଗୁଣନ 24, 2 ଗୁଣନ 12, 3 ଗୁଣନ 8, 4 ଗୁଣନ 6। 24ର ଗୁଣନୀୟକ ଗୁଡ଼ିକ 1, 2, 3, 4, 6, 8, 12, 24। 24ର ମୋଟ ଗୁଣନୀୟକ ସଂଖ୍ୟା 8ଟି। ଉପରେ ଦିଆଯାଇଥିବା ଉଦାହରଣଟିକୁ ଦେଖ, ସାରଣୀଟି ପୂରଣ କର। ସଂଖ୍ୟା ଗୁଣନୀୟକ ଗୁଡ଼ିକ ମୋଟ ଗୁଣନୀୟକ ସଂଖ୍ୟା। ତେବେ 8ର ଗୁଣନୀୟକ ଗୁଡ଼ିକ ହେଉଛନ୍ତି 1, 2, 4, 8, ମୋଟ ଗୁଣନୀୟକ 4। 10ର ଗୁଣନୀୟକ 1, 2, 5, 10, ମୋଟ ଗୁଣନୀୟକ 4। 25ର ଗୁଣନୀୟକ ହେଉଛନ୍ତି 1, 5, 25, ତାହାର ମୋଟ ଗୁଣନୀୟକ ହେଉଛନ୍ତି 3। 32ର ଗୁଣନୀୟକ ଗୁଡ଼ିକ ହେଉଛନ୍ତି 1, 2, 4, 8, 16, 32, ତାର ମୋଟ ଗୁଣନୀୟକ ସଂଖ୍ୟା 6। 48ର ଗୁଣନୀୟକ ଗୁଡ଼ିକ ହେଉଛନ୍ତି 1, 2, 3, 4, 6, 8, 12, 16, 24, 48। 48ର ମୋଟ ଗୁଣନୀୟକ ସଂଖ୍ୟା 10 ଗୋଟି। 3 ନମ୍ବର, ଉଦାହରଣ ଦେଖି ତଳ ସଂଖ୍ୟା ଗୁଡ଼ିକର 5ଟି ଲେଖାଏଁ ଗୁଣିତକ ବାହାର କର। 3ର ଗୁଣିତକ 3 ଗୁଣନ 1, 3 ଗୁଣନ 2, 3 ଗୁଣନ 3, 3 ଗୁଣନ 4, 3 ଗୁଣନ 5, 3 ଗୁଣନ 6। 3ର ଗୁଣିତକ ହେଲା 3, 6, 9, 12, 15। ସେମିତି 5ର ଗୁଣିତକ ହେଲେ 5, 10, 15, 20, 25, 30। 6ର ଗୁଣିତକ 6, 12, 18, 24, 30, 36। 8ର ଗୁଣିତକ 8, 16, 24, 32, 40, 48। 12ର ଗୁଣିତକ 12, 24, 36, 48, 60, 72। 15ର ଗୁଣିତକ 15, 30, 45, 60, 75, 90। 4 ନମ୍ବର, ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଖରେ ସମ୍ଭାବ୍ୟ ଉତ୍ତର ଅଛି। ସେଥିରୁ ଠିକ୍ ଉତ୍ତର ବାଛି ତା ପାଖରେ ଠିକ୍ ଚିହ୍ନ ଦିଅ। କ, କେଉଁଟି 15ର ଗୋଟିଏ ଗୁଣନୀୟକ? 5 ହେଉଛି 15ର ଗୋଟିଏ ଗୁଣନୀୟକ। ଖ, କେଉଁ ସଂଖ୍ୟାଟି 6ର ଗୋଟିଏ ଗୁଣିତକ ହେବ? 21, 22, 23, 24। 6ର ଗୁଣିତକ ହେଉଛି 24। ଗ, ଦୁଇଟି ଗୁଣନୀୟକ ଥିବା ସଂଖ୍ୟାଟିକୁ ଚିହ୍ନାଅ। 11, 10, 9, 12। 11ର ଦୁଇଟି ଗୁଣନୀୟକ ଅଛି। ଘ, ଯେଉଁ ସଂଖ୍ୟାର ଦୁଇଟି ଗୁଣନୀୟକ ଥାଏ ସେହି ସଂଖ୍ୟାକୁ କେଉଁ ସଂଖ୍ୟା କୁହାଯାଏ? ଯୁଗ୍ମ ସଂଖ୍ୟା, ଅଯୁଗ୍ମ ସଂଖ୍ୟା, ମୌଳିକ ସଂଖ୍ୟା, ଯୌଗିକ ସଂଖ୍ୟା। ଯେଉଁ ସଂଖ୍ୟାର ଦୁଇଟି ଗୁଣନୀୟକ ଥାଏ ସେହି ସଂଖ୍ୟାକୁ ଆମେ ମୌଳିକ ସଂଖ୍ୟା କହିବା। ଯେଉଁ ସଂଖ୍ୟାର ଦୁଇଟିରୁ ଅଧିକ ଗୁଣନୀୟକ ଥାଏ ସେହି ସଂଖ୍ୟାକୁ କେଉଁ ସଂଖ୍ୟା କୁହାଯାଏ? ଯେଉଁ ସଂଖ୍ୟାର ଦୁଇଟିରୁ ଅଧିକ ଗୁଣନୀୟକ ଥାଏ ସେହି ସଂଖ୍ୟାକୁ ଆମେ ଯୌଗିକ ସଂଖ୍ୟା କହିବା। ଚ, 1ରୁ 10 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି? 1ରୁ 10 ମଧ୍ୟରେ 4 ଗୋଟି ମୌଳିକ ସଂଖ୍ୟା ଅଛି। 6, 8ର କ୍ଷୁଦ୍ରତମ ଗୁଣିତକ କିଏ? 8। ଯ, କେଉଁ ସଂଖ୍ୟାଟି 18ର ଗୋଟିଏ ଗୁଣିତକ ହେବ?
36 ଝ ଯେକୌଣସି ସଂଖ୍ୟାର କେତୋଟି ଗୁଣିତକ ଥାଏ? ଅସଂଖ୍ୟ। ଯେକୌଣସି ସଂଖ୍ୟାର ଅସଂଖ୍ୟ ଗୁଣିତକ ଥାଏ।